ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଘରକୁ ଡାକିବ। କେବଳ ଚାଉଳ ଆଉ ସିନ୍ଦୁର ଏହି ଜାଗାରେ ରଖିଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଆପଣ କିପରି ବିନା ତନ୍ତ୍ର ମନ୍ତ୍ରରେ କେବଳ ଚାଉଳ ଆଉ ସିନ୍ଦୁରର ସାହାଯ୍ୟରେ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ନିଜ ବଶରେ କରି ତା'ଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ତନ୍ତ୍ରମନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଅଳ୍ପ ଟିକେ ଅରୁଆ ଚାଉଳ ଆଣିବେ ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ଏଥିରେ ଆଜି ମୁଁ ଆପଣଙ୍କୁ ଶିଖାଇବି ଝିଅ ପଠାଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା। କେବଳ ଆପଣଙ୍କୁ ଚାଉଳ ଆଉ ସିନ୍ଦୁର ଏହି ଜାଗାରେ ରଖିବାର ଅଛି। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏହି ବିଧିକୁ କରିବେ, ଯେଉଁ ଝିଅ ଆପଣଙ୍କୁ ଭାଉ ଦେଉନଥିଲା ସିଏ ଆପେ ଆପେ ପଠିଯିବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରି ରୁମ୍କୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ନିଜ ପସନ୍ଦର ଝିଅକୁ ପଠାଇବାକୁ ଚାହୁଁଛନ୍ତି, ବିବାହିତା ମହିଳା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ତାକୁ ପଠାଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ମହିଳା ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ଚାଉଳ ଆଉ ସିନ୍ଦୁରର ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣକୁ ଆପଣ କିପରି କରିବେ, କେମିତି କରିବେ, ଚାଉଳ ଆଉ ସିନ୍ଦୁରକୁ ଆପଣ କେଉଁ ଜାଗାରେ ରଖିବେ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ନିଜ ପସନ୍ଦର ଝିଅକୁ ମୁହୂର୍ତ୍ତକ ଭିତରେ ପଠାଇ ପାରିଛନ୍ତି। ତେଣୁ ଆପଣ ବି ମାତ୍ର ଗୋଟିଏ ଥର ମୋ କଥା ମାନି ଚାଉଳ ଆଉ ସିନ୍ଦୁର ଏହି ଜାଗାରେ ରଖିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି କିପରି ସେ ଝିଅ ଆପେ ଆପେ ପଠାଇଯିବ। ଯେଉଁ ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ସିଏ ନିଜେ ଫୋନ୍ କରିକି ରୁମ୍କୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ତେବେ ଏହି ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ, କଷ୍ଟ, ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତା'ର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ର ତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମନ୍ତ୍ର ଠିକ୍ ସେ ପଢ଼ିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖାଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଠିକ୍ ଅଛି? ତେବେ ଚାଲନ୍ତୁ ଜାଣିବା ଚାଉଳ ଆଉ ସିନ୍ଦୁରର ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ, କିନ୍ତୁ ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ଠିକ୍ ଅଛି? ପ୍ରଥମେ ଆପଣ କ'ଣ କରିବେ,
ଅଳ୍ପ ଟିକେ ଅରୁଆ ଚାଉଳ ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ତାପରେ କୌଣସି ଏକ ଜାଗାରେ ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଚାଉଳ ଆଉ ସିନ୍ଦୁର ଯେଉଁ ଆଣିଛନ୍ତି ତାକୁ ଆପଣ ଏକାଠି ମିଶାଇବେ। ମିଶାଇବା ସମୟରେ ଆପଣ ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ। ତା'ର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 21 ଥର ପଢ଼ିଦେବେ। ଓମ୍ ଚଂ ଚାମୁଣ୍ଡାୟ ଆମୁକମ୍ ମେ ବସ୍ତ୍ୟମ୍ କୁରୁ କୁରୁ ସ୍ୱାହା। ଆମୁକମ୍ ଜାଗାରେ ଆପଣ ସେହି ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି। ମନ୍ତ୍ରକୁ 21 ଥର ପଢ଼ି ସାରିବା ପରେ ସେ ଚାଉଳ ଆଉ ସିନ୍ଦୁର ଯେଉଁ ମିଶାଇଛନ୍ତି ସେଥିରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ କ'ଣ କରିବେ, ସେହି ଚାଉଳ ଆଉ ସିନ୍ଦୁରକୁ ଖଣ୍ଡେ କଳା କପଡ଼ାରେ ବାନ୍ଧିକି ଆପଣ କ'ଣ କରିବେ, ଯେଉଁ ଝିଅ ବା ବିବାହିତା ମହିଳାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି ତା ଘରର ମୁଖ୍ୟ ଦ୍ୱାର ବା ମୁଖ୍ୟ ଗେଟ୍ ପାଖରେ ରଖିଦେଇ ଆପଣ ଚୁପଚାପ ଘରକୁ ଫେରି ଆସିବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି କେବଳ 5 ମିନିଟ୍ରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।